ଜୟ ଜଗନ୍ନାଥ ସାଙ୍ଗମାନେ ଆଜିର ମିଳିବାକୁ ଆପଣମାନଙ୍କୁ ସ୍ୱାଗତ। ତ ଆଜିର ମିଳିବାକୁ ଆଜି ମୁଁ ଦେଖିପାରୁଥିବେ ଯେ ସକାଳୁ ମୁଁ ବାହାରି ଯାଇଥିଲି ମୋ କର୍ମରେ। ତ ଦେଖିପାରୁଥିବେ ପୁରା ସକାଳୁ ପୁରା ଫାଙ୍କା ଫାଙ୍କା। ଆଜି ମୁଁ କାହିଁ ଗୋଟେ ଷ୍ଟୁଡେଣ୍ଟକୁ ଦେଖିବା ପାଉନଥିଲି। ତ ଏଇଠି ମୁଁ ଆଜି ପଳେଇ ଆସିଥିଲି କିମ୍ସ ମେଡିକାଲ କଲେଜ। କଲେଜରୁ ବାହାରୁଥିବା ସମୟରେ ଦେଖିପାରୁଥିବେ ମେଡିକାଲ ସାମ୍ନାର ଭିଡ଼। ସାଙ୍ଗମାନେ ଏଇ ଭିଡ଼ ସକାଶେ ଲୋକମାନଙ୍କର ଏତେ ଆକ୍ସିଡେଣ୍ଟ ହେଉଛି ମାନେ କହିବାକୁ ନାହିଁ। ଆମର ଗଭର୍ଣ୍ଣମେଣ୍ଟ ସରକାର ଟିକେ ବି ହେଲ୍ପ କରନ୍ତୁ, ଆମର ଏଇ ଯେଉଁ ଟ୍ରାଫିକ୍ ସଲ୍ୟୁସନକୁ ହେଲ୍ପ କରନ୍ତୁ, ନହେଲେ ଏମିତି ଦିନକୁ ଦିନ ଏମିତି ହେଲେ କେମିତି ହବ? କାହିଁକି ନା ଆମେ ବହୁତ ହଇରାଣ ହଉଛେ ଏଇ ରାସ୍ତା ସକାଶେ। ଖାସ କରିକି ଏଇ ଯୋଉ ଖରା ସମୟରେ ଲୋକ ବହୁତ ହଇରାଣ ହଉଛନ୍ତି, କାହିଁକିନା ଟାଇମରେ ପହଞ୍ଚି ପାରିବାଟା ବି ଅସମ୍ଭବ ହେଇଯାଉଛି ଗୋଟେ ମେଡିକାଲ ଆମ୍ବୁଲାନ୍ସ ସହିତ। ତ ଏଇଠି ଦେଖିପାରୁଥିବେ ମୁଁ ଆଜି ଘରେ ଆସି ଖାଇଲି ସୁନ୍ଦର ଅଣ୍ଡା ଭାଜି ସହିତ ଭାତ। ଖାଇସାରିଲା ପରେ ମୁଁ ପୁଣି ସେକେଣ୍ଡ ହାଫରେ ପଳେଇ ଆସିଥିଲି କ୍ଲାସ। କ୍ଲାସ ଗଲେ କଣ ହବ ଭାଇ, ଏତେ ନିଦ ମାନେ କହିବାକୁ ନାହିଁ ପଖାଳ ଖାଇକି ଆସିଲା ପରେ। ତ ସାଙ୍ଗମାନେ ଦେଖିପାରୁଥିବେ ଏଇଠି ଫେରିଲା ସମୟରେ ଆଜି ଗୋଟେ ବହୁତ ବଡ଼ ଚମତ୍କାର ଦେଖିଲି ନା କଣ, ନା ମେଘ ଘଡ଼ଘଡ଼ି ସହ ମାନେ ବର୍ଷା ତ ହେଇନି, ଖାଲି ପୁରା ପବନ ଫବନ ହେଇକି ପୁରା ଆଜି ପୁରା ଖରା କମି ପୁରା ପବନରୁ ଭର୍ତ୍ତି। ବଢ଼ିଆ ଖୁସି ଲାଗୁଥିଲା କିନ୍ତୁ ପାଗଟା ଆଜି ଦେଖିକି। ତ ସେଇଠୁ ମୁଁ ବାହାରିଗଲି ମୋର ଦୋକାନ କାମରେ। ତ ଦୋକାନ ଆଜି ମୁଁ ପଳେଇ ଆସିଥିଲି। ତ ଦୋକାନରେ ଆଜି ମୁଁ ପଳେଇ ଆସିଥିଲି ଆମ ୱେୟାର ହାଉସ୍। ତ ୱେୟାର ହାଉସ୍ ଦେଖିବ ତ କେତେ ମାଲ ଗଦା ହେଇଛି। ତ ଏଇଠି ସବୁ ଜିନିଷ ପତ୍ର ସବୁ ପ୍ୟାକିଂ ହୁଏ, ଆମର ଏଠି ପ୍ୟାକିଂ ଗୋଡାଉନ୍। ତ ଏଇଠି ଆଜି ପାଇଁ ରହିଛି ଏତିକି ବ୍ଲଗ। ତ ନିଶ୍ଚିତ ବ୍ଲଗଟି ଭଲ ଲାଗିଥିଲା, ଲାଇକ୍ ସବସ୍କ୍ରାଇବ କରିବା ଚ୍ୟାନେଲକୁ।